ଘୋଡ଼ା ଘୋଡ଼ାଶାଳକୁ ଫେରି ଭାବିଲା ଟିକେ ଆରାମ କରିବି। ଏଇ ସମୟରେ କୁକୁର ଆସିଲା, ପଚାରିଲା କଣ ହେଇଛି? ଘୋଡ଼ା କହିଲା ନାଇଁ, ଥକା ଲାଗୁଛି, ଟିକେ ଆରାମ କରିବି ଭାବୁଛି। କୁକୁର ଗାଈ ପାଖକୁ ଗଲା, କହିଲା ଦେଖୁଛୁ ଆଜିକାଲି ଘୋଡ଼ାର ଆଉ ମନ ନାହିଁ କାମ କରିବାକୁ। ଗାଈ ମେଣ୍ଢା ପାଖକୁ ଗଲା, କହିଲା ଜାଣିଛୁ ଘୋଡ଼ା ଆଉ ଏଠି ରହିବନି, କହୁଛି ବହୁତ କାମ ପଡୁଛି ତାକୁ। ମେଣ୍ଢା ଛେଳି ପାଖକୁ ଗଲା, କହିଲା ଜାଣିଛୁ ଘୋଡ଼ା କହୁଛି ମାଲିକ ତାକୁ ବହୁତ କାମ କରଉଛି, ସେ ଥକି ଯାଉଛି, ସେ ଆଉ ଏଠି ରହିବନି। ସନ୍ଧ୍ୟାରେ ଚାକର ଆସିଲା ଖୁଆଇବା ପାଇଁ। ଛେଳି କହିଲା ଆଜ୍ଞା, ଘୋଡ଼ାର ବାହୁ ବଢିଗଲାଣି, ମାଲିକଙ୍କ ଉପରେ ସେ ବହୁତ ରାଗୁଛି, ସେ ଆଉ ଏଠି ରହିବନି, ଦେଖିବେ ସେଦିନେ ଲୁଚିକି ଏଠୁ ପଳେଇବ, ନୂଆ ମାଲିକ ପାଖରେ ଯାଇ କାମ କରିବ। ଚାକର ଯାଇ ମାଲିକଙ୍କୁ କହିଲା ଘୋଡ଼ା ସବୁ ପଶୁମାନଙ୍କୁ ଭଡକଉଛି, ବିଦ୍ରୋହ ସୃଷ୍ଟି କରୁଛି ଆପଣଙ୍କ ବିରୁଦ୍ଧରେ, ସେ ସବୁ ପଶୁମାନଙ୍କୁ ଏକତ୍ର କରି ଅନ୍ୟ ମାଲିକ ପାଖକୁ ନେଇଯିବ। ଏକଥା ଶୁଣି ମାଲିକ ରାଗି ଯାଇ ଘୋଡ଼ାକୁ ବିଷରେ ଇଞ୍ଜେକ୍ସନ ଦେଇଦେଲେ, ଆଉ ବିଚରା ଘୋଡ଼ାଟା ମରିଗଲା। ଏ ଦୁନିଆ ବହୁତ ଚାଲାକ ଆଜ୍ଞା, ସବୁ କଥାରେ ଲୁଣ ଲଙ୍କା ମିଶେଇକି କୁହନ୍ତି। ନିଜ କଥା ଆଉ ନିଜ ପରିବାରର କଥା ନା ସମସ୍ତଙ୍କୁ କୁହନ୍ତୁନି। ଆଗରେ ଭଲେଇ ହଉଥିବା ଲୋକମାନେ ପଛପଟୁ ଛୁରୀ ଭୁଷିବା ପାଇଁ ପ୍ରସ୍ତୁତ କରିଥାନ୍ତି।